ଗତକାଲି ଅଭିଜିତ ସାହୁ ପଦାନା ଗ୍ରାମର ଯେ ରାମଚନ୍ଦ୍ର ଛକରେ ଘର କରିକି ରହୁଛନ୍ତି ତାଙ୍କୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ସାହୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ତାହା ଏଫଆଇଆର୍ ମଧ୍ୟ ରେଜିଷ୍ଟ୍ରି ହେଇଛି। କିନ୍ତୁ କ'ଣ ପାଇଁ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ କରାଯାଇନି ଏବଂ ସରପଞ୍ଚ ଆପଣ ସମସ୍ତେ ଜାଣିଛନ୍ତି ସେ ପୂର୍ବରୁ ବାହୁବଳୀ ଥିଲେ, ବିଭିନ୍ନ କେସ୍ରେ ସେ ଜଡ଼ିତ ଅଛନ୍ତି। ତାଙ୍କୁ କାହିଁକି ତାଙ୍କ ଉପରେ ଆକ୍ସନ୍ ଯାଇନାହିଁ ସେଇଥିପାଇଁ ଆଜି ଯିଏ କମ୍ପ୍ଲେନ୍ କରିଛନ୍ତି ତାଙ୍କ ବାପା ଏବଂ ବିଭିନ୍ନ ନେତୃସ୍ଥାନୀୟ ଲୋକଙ୍କ ସହିତ ଆମେ ଥାନାକୁ ଆସିଥିଲୁ ପଚାରିବା ପାଇଁ। ଯେଉଁ ଗଣ୍ଡଗୋଳ ହେଇଛି ଯାହା ଯିଏ ଆଟାକ୍ ହେଇଛନ୍ତି ସେ କଟକରେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି ଏବଂ ସେ ତାଙ୍କ ଜୀବନ ସହିତ ସଂଗ୍ରାମ କରୁଛନ୍ତି। କେତେବେଳେ ସାରି ଆକ୍ସନ୍ କାହିଁକି ନିଆଯାଇନି ସେ ବିଷୟରେ ଥାନାକୁ ଆସିଥିଲୁ ପଚାରିବା। ରାମଚନ୍ଦ୍ରପୁର ପଞ୍ଚାୟତର ଗୋଚର ଜମିରେ ଏକ ମନ୍ଦିର ଗଢ଼ିଆ ଖନନ ହେଉଛି। ତାହାର RTI ମାଗିବାରୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ସାହୁ କୌଣସି ଭାବରେ ସେ ତଥ୍ୟ ଜାଣିଦେଇଛନ୍ତି ମୁଁ ମାଗିଥିଲି ବୋଲି। ମୋତେ ବଡ଼ପଦନା ଛକ ଏକ ଜନସଭା କେନ୍ଦ୍ରରେ ମରଣାତ୍ମକ ଆକ୍ରମଣ କଲେ। ଗୁରୁତର ଅବସ୍ଥାରେ ମୁଁ କଟକ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଛି। ମୋ ଘର ଲୋକଙ୍କୁ ଧମକ ଚମକ ଦେଉଛନ୍ତି, କେସ୍ ଉଠାଇବା ପାଇଁ ବାଧ୍ୟ କରୁଛନ୍ତି। ଦୟାକରି ମୋ ଘର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ। ପ୍ରଶାସନ ପାଖରେ ଏହା ମୋର ନିବେଦନ। ଯଦି ମୋର କିଛି ହୁଏ ସେଥିଲାଗି ଦାୟୀ ହେବେ ରାମଚନ୍ଦ୍ରପୁରର ସରପଞ୍ଚ ପ୍ରଦୀପ କୁମାର ସାହୁ।